ବାହାବଳପୁରରେ ଉଦ୍ବୃତ୍ତ ବର୍ଷା ଜଳ ନିଷ୍କାସନ କ୍ଷେତ୍ରରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ। ଜଳସ୍ରୋତ ନଥିବା ନାଳରୁ ଖୋଳିଦେଲେ ସଂଯୋଗକାରୀ ରାସ୍ତା। 7 ପ୍ରାଣୀ କୁଟୁମ୍ବ ଏବେ ଗୃହବନ୍ଦୀ। ବିଗତ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁଁ ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର, ପରଖି, ଗୋପୀନାଥପୁର ସମେତ ଆଖପାଖ ପଞ୍ଚାୟତର ହଜାର ହଜାର ପରିବାରଙ୍କ ଅବସ୍ଥା ବେହାଲ ହୋଇପଡ଼ିଛି। ଚାଷବାସ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ଏବେ ବି ଚାଷ ଜମିରେ 3 ଫୁଟ ଉଚ୍ଚତାରେ ବର୍ଷା ଜଳ ଜମି ରହିଛି। ଗତ 3 ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାହାବଳପୁର ପଞ୍ଚାୟତର ବନ୍ୟା ପ୍ଲାବନ ଅଞ୍ଚଳ ପରିଦର୍ଶନ କରିବା ସମୟରେ ଉପସ୍ଥିତ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସରକାରୀ ନାଳ ଉପରେ ନିର୍ମାଣ ହୋଇଥିବା ଦୋକାନ ଘର ଓ ମାର୍କେଟ କମ୍ପ୍ଲେକ୍ସଗୁଡ଼ିକୁ ତୁରନ୍ତ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସଦର ତହସିଲଦାର ଏବଂ ସାମୁଦ୍ରିକ ଥାନାର ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଜେସିବି ମେସିନ୍ ଲଗାଇ ପୃଥ୍ୱୀରାଜ ମଣ୍ଡଳଙ୍କ ପ୍ଲଟ୍କୁ ସଂଯୋଗ କରୁଥିବା ସଂଯୋଗକାରୀ ପୋଲ ସମେତ ଅନ୍ୟ 5 ଜଣ ଲୋକଙ୍କ ପ୍ଲଟ୍କୁ ସଂଯୋଗ କରୁଥିବା ରାସ୍ତାକୁ ତାଡ଼ି ଦେଇଛନ୍ତି। ଶ୍ରୀ ମଣ୍ଡଳଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତାରେ 4 ଫୁଟ ଓସାର ଓ 8 ଫୁଟ ଲମ୍ବର 4ଟି ହ୍ୟୁମ୍ ପାଇପ୍ ପକାଇ ଉଭୟ ପାର୍ଶ୍ୱରେ 11 ଫୁଟ ଉଚ୍ଚତାରେ ଗାର୍ଡୱାଲ୍ ଗତ 2 ବର୍ଷ ତଳେ ନିର୍ମାଣ କରାଯାଇଥିଲା। ତେବେ ଅନ୍ୟ 5 ଜଣ ହ୍ୟୁମ୍ ପାଇପ୍ ନ ପକାଇ ପ୍ରାକୃତିକ ନାଳକୁ ମାଟିରେ ପୋତି ନିଜ ନିଜ ଘରକୁ ଯାତାୟାତ କରୁଥିଲେ। ବାହାବଳପୁରର ଚିରିଗୁଣି ଗ୍ରାମର ହନୁମାନ ଛକ ନିକଟରେ ଏଭଳି ଘଟଣା ଘଟିଥିବା ବେଳେ ବାମ ପାର୍ଶ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପୋଲର ଉଚ୍ଚତା କମ୍ ଓ 2ଟି ହ୍ୟୁମ୍ ପାଇପ୍ ପଡ଼ିଥିଲେ ହେଁ ସଦର ତହସିଲଦାରଙ୍କ ଦ୍ୱାରା ଆସିଥିବା ଜେସିବି ମେସିନ୍ ତାକୁ ଭାଙ୍ଗି ନାହିଁ। ଅପରପକ୍ଷରେ ପ୍ରାକୃତିକ ନାଳ ଉପରେ କିଛି ଲୋକ ପିଲର ଉଠାଇ 4ଟିରୁ ଅଧିକ ଦୋକାନ ଗୃହ କରି ଭଡ଼ା ସୂତ୍ରରେ ଅର୍ଥ ଆଦାୟ କରୁଥିଲେ ମଧ୍ୟ ସେଗୁଡ଼ିକୁ ଭଙ୍ଗାଯାଇ ନାହିଁ। ଏ ଦୋକାନ ଘରଗୁଡ଼ିକୁ ଭାଙ୍ଗିବା ପାଇଁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତହସିଲଦାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ କେମିତି ଢଙ୍ଗରେ ବ୍ୟାଖ୍ୟା କଲେ କେଜାଣି ସେ ନିଜ କ୍ଷମତା ଓ ପଦକୁ ଅପବ୍ୟବହାର କରି କିଛି ନିର୍ଦ୍ଦିଷ୍ଟ କୁଚକ୍ରୀଙ୍କ କଥାରେ ପଡ଼ି ଶ୍ରୀ ମଣ୍ଡଳ ଓ ଅନ୍ୟ 5 ଜଣଙ୍କ ସଂଯୋଗକାରୀ ରାସ୍ତାକୁ ଖୋଳି ଦେଇଛନ୍ତି ବୋଲି ଶ୍ରୀ ମଣ୍ଡଳଙ୍କ ପୁଅ ମଦନ ମୋହନ ଗୁରୁତର ଅଭିଯୋଗ କରିଛନ୍ତି। ମୋ ନାଁ ମଦନ ମୋହନ ମଣ୍ଡଳ, ବାହାବଳପୁର ପଞ୍ଚାୟତରୁ ମୁଁ କହୁଥିଲି। ଆଜି ମୋ ପାଇଁ ଯେଉଁ ଘଟଣା ସବୁ ଘଟିଛି ଆପଣମାନେ ଦେଖନ୍ତୁ। ଘଟଣା ହେଇଛି ମୋ ରାସ୍ତା, ନିଜ ଘରକୁ ମୁଖ୍ୟ ରାସ୍ତା ପ୍ରଶାସନ ତରଫରୁ ଏବଂ କିଛି ଆମର ଅଛନ୍ତି ମାନେ ଯେଉଁ ଭଳିଆ ବ୍ୟକ୍ତି ଆମ ଗାଁରେ କିଛି ଲୋକ ଅଛନ୍ତି, କାହା ନାଁ ତ ମୁଁ ନେଇପାରିବିନି କାରଣ ସେମାନେ ମାଫିଆ ଶ୍ରେଣୀର ଲୋକ। ସେମାନେ ଆସିକି ଉଦ୍ଦେଶ୍ୟମୂଳକ ଆମ ଘରକୁ ଆଜି ରାସ୍ତା ବିଚ୍ଛିନ୍ନ କରିଦେଇଛନ୍ତି। ଘର ଭିତରେ କିଏ କିଏ ସବୁ ଅଛନ୍ତି? ବାପା, ମା, ଭାଇ, ଭଉଣୀ, ପୁଅ। ବାବା ଅଛନ୍ତି କିଡନୀ ପେସେଣ୍ଟ, ଡାଇବେଟିସ୍, ପାରାଲିସିସ୍, ହୁଇଲ ଚେୟାରରେ ବସିଛନ୍ତି। ଆପଣ ଯାଇକି ଦେଖନ୍ତୁ ବି ସେ ଚାଲି ବୁଲି ପାରୁନାହାନ୍ତି। ନା ସେମାନେ କହିବାର କାରଣ ଯେ ପାଣି ଏଠି ଜମୁଥିଲା ତେଣୁକରି ସେ ରାସ୍ତା କାଟିଛନ୍ତି। ଆପଣ କ'ଣ କହିବେ? ସାର୍ ଆପଣ ଦେଖନ୍ତୁ ପାଣି ଏଠି ଜମି, ଏବେ ବି ଦେଖନ୍ତୁ କାଲି ଆସିକି ଭାଙ୍ଗିଲେ। ମୁଁ ତହସିଲଦାର ଅଫିସକୁ ଯାଇଥିଲି 5 ତାରିଖ ଦିନ 10ଟା ବେଳେ, ଲିଖିତ ଆକାରରେ ଦେଇକି ବି ଆସିଛି। ତାପରେ ବି ସେ ଆସିକି ଜବରଦସ୍ତ ଆଜି ଭାଙ୍ଗିକି ଗଲେ। ଦେଖନ୍ତୁ କାଲି ଏ ସମୟରୁ ଆପଣ ଏବେ ଦେଖନ୍ତୁ ପାଣି କୋଉଠି ଷ୍ଟକ୍ ଅଛି ନାହିଁ, କିଛି ବି ନାହିଁ। ଟାଇମ ଦେଇଥିଲେ, ନୋଟିସ ଦେଇଥିଲେ? ନା, କିଛି ବି ନାହିଁ। ସେମିତି ହଠାତ୍ ପୁରା ଭାଙ୍ଗିଛନ୍ତି, ପୁରା ଉଦ୍ଦେଶ୍ୟକୁ ନେଇକି ଭାଙ୍ଗିଛନ୍ତି। ବର୍ତ୍ତମାନ ଯୋଉ ଘରେ ସବୁ ବନ୍ଦୀ ଅବସ୍ଥାରେ ଅଛନ୍ତି ସେମାନେ ଯିବା ଆସିବା କିଛି କରିପାରୁଛନ୍ତି ନା? କେହି ରାସ୍ତା ତ ଆମର ମୁଖ୍ୟ ରାସ୍ତା ଏଇଟା। ଆଜି ଆମେ 30 ବର୍ଷ ଘର କଲୁଣି, ଏଇଟା ହେଲା ମୁଖ୍ୟ ରାସ୍ତା, କିନ୍ତୁ କୌଣସି ମାନେ ବାଟ ହିଁ ନାହିଁ ଆମେ ଯିବା ପାଇଁ। ତାହେଲେ କ'ଣ କରିବା? ତା ଭିତରେ ଆମେ ମରିବା? ଆମ ସରକାର ଆମକୁ ମାରିଦେଇ ଗଲେ। ଆଉ ସରକାରଙ୍କ ତରଫରୁ କୋଉ କୋଉ ଅଫିସର ଆସିଥିଲେ କି? ତହସିଲଦାର ଆସିଥିଲେ ଖାଲି, ଆଉ କେହି ଆସିନଥିଲେ। ଥିଲେ ଆମ ନଜଦିକ ମେରାଇନରୁ ପୋଲିସ ଷ୍ଟାଫ ଥିଲେ କିଛି। ମୁଁ ପଚାରିଥିଲି ତାଙ୍କୁ, ଦେଖାନ୍ତୁ ଅର୍ଡର ଦେଖାନ୍ତୁ। ମନା କଲେ କହିଲେ ଆମକୁ ଅର୍ଡର ଆସିଛି, ଏଇଟା ପାଣି ନିଷ୍କାସନ କରିବା ପାଇଁ ଆମେ ଆଇଛୁ। ସରକାର ଗାଇଡଲାଇନ ଦ୍ୱାରା ସରକାର ସାମ୍ନାରେ କରିଛନ୍ତି। ମୁଁ ନିଜେ ଦେଖିକି ଆସିଛି, ଜନ୍ମକାଳୁ 25 ବର୍ଷ ହେଇଗଲାଣି। ସେହି ଅନୁପାତରେ ମୁଁ କରିଥିଲି ଏବଂ ଏଠିକାର ପଞ୍ଚାୟତର ଯୋଉ ସରପଞ୍ଚ ତାଙ୍କର ଅଧୀନକୁ ନେଇକି ତାଙ୍କୁ ପଚାରିକି କରିଛି। ଏଇଟା 2 ବର୍ଷ ହେଇଗଲା। ବର୍ତ୍ତମାନ ଆପଣ କ'ଣ ଦାବି କରିବେ ସରକାରଙ୍କ ନିକଟରେ? ଆମେ କେମିତି ବାହାରିବୁ ତା ବ୍ୟବସ୍ଥା କରନ୍ତୁ। ଇଭେନ୍ ଆଉ ଗୋଟେ କଥା ମୁଁ କହିବି, ଉଦ୍ଦେଶ୍ୟମୂଳକ ମୁଁ ଏଇ ଯୋଉ ପାଚେରୀ କରିଥିଲି, ମୁଁ ପାଚେରୀ ଯୋଉ କରିଥିଲି, ଏଇଟା ଦେଖନ୍ତୁ ଆପଣ ମାନେ, ଏଇ ସରକାରଙ୍କର କଲଭେଟଟା ଜାମ୍ ନ ହେଇଯାଉ ସେଇ ସକାଶେ କରିଥିଲି। ସେଗୁଡାକୁ ଭାଙ୍ଗିଛନ୍ତି। ଯଦି ସେଗୁଡାକୁ ଭଙ୍ଗା ହେଲା ତାହେଲେ ଏସବୁ ଜାଗାରେ ଯୋଉ ଇଲିଗାଲି ଯୋଉ ଅଛି ଦୋକାନ ଘର ପାଖରୁ ଆରମ୍ଭ କରି ଘର ଦ୍ୱାର, ଏଗୁଡା କୋଉଥିପାଇଁ ରହିଲା? ମତେ ନ୍ୟାୟ ମିଳିବା ଦରକାର ନିହାତି। ଯଦି ପ୍ରଶାସନ କିଛି ନ ବୁଝିଲେ ତାହେଲେ ମୁଁ ଆଗାମୀ ଦିନରେ କୋର୍ଟର ସହାୟତା ନେବି ନିହାତି। କାହିଁକିନା ଆମ ଦେଶର ଆଇନ ହେଲା ସବୁଠୁ ବଡ।
मदन मोहन कहते कि चिरीगुणी गाँव में अनेक व्यावसायिक प्रतिष्ठान और लोके ह्यूम पाइप भी पकई नहांती सीधा माटी रे रास्ता निर्माण करी नाड़ पानी को अवरोध करिसेंती सेतिप्रति तहसीलदार आखि बुझी देवार उद्देश्य बुझा पड़ुछि तांकर 80 पर वयस्क वृद्ध बापांको 2 आखि नष्ट हो जाइछि ओ से किडनी जनित रोग मधुमेह रोग रे पीड़ित अछंती एपरिक से जड़े पक्षघात रोगी से व्हील चेयर घरे जा आस करती माँ खुकुमणि हृदय रोगी पुओ 6ठ श्रेणी रे पाठ पढ़े संयोगकारी पोल को ताड़ी देवा पर 7 प्राणी कुटुंब एवं गृहबंदी अवस्था रही जाइछंती भितरे तांको बापा मांकर कौन असुविधा हेले से अदालत रे द्वारस्थ हेबे बोली कहिसंती। श्री मंडल आहुरी कहिसंती कि जिला प्रशासन उद्वृत्त बन्या जल को निष्कासन करने कार्य को से किंबा परिवार लोके विरोध करू नाहंती मात्र जिला प्रशासन और सर्वोपरि तहसीलदार जेभली व्यक्तिगत स्तर को आसी तांकर संयोगकारी रास्ता को भांगी देले ता विरुद्ध रे से स्वर उत्तोलन करुछंती आवश्यक हेले तांको बापा 2 जन निर्दिष्ट सरकारी कर्मचारी नाम रे अदालत रे मामला रुजु करिवे। उल्लेखयोग्य जे पार्श्वर थिबा बगदा रिसोर्ट को लंबी आरडी विभागर संयोगकारी पोलरे मध्य 4टी समान धरणर ह्यूम पाइप 25 वर्ष है लगा जाइथिले मध्य ताहा तहसीलदार आखिरे केमिति पड़िला नाही। बाहाबलपुर पंचायत रे एमिति 6 रु अधिक सब कनेक्टिंग रास्ता रे ह्यूम पाइप खंजा जाइछि बोली से कहिसंती हेले तहसीलदार मार मार भंडारी को मार नीति मंडल परिवार उपरे काहेकि लागू हैला ता उपरे किए स्पष्टीकरण देबे तेबे से जहाँ हेउना कहीं मंडल परिवार प्रशासनिक आक्रोश शिकार होइथिबारु सेमाने न्याय चाहिबा सह तहसीलदार मनमानी पछरे कौन रहस्य रही ताऊपर निरपेक्ष तदंत दाबी करिसेंती। तेबे एने सदर तहसीलदार सह फोन जगे जोगाजोग करा जाइथिले भी से फोन उठेई नथिले। अन्याय सरकारी देखुन आपणकर जो चट्टाण रे हुम पाइप पड़ी माटी भितर 5 फुट तले सेठी पानी जाऊनी आंको तो ये हुम पाइप पड़ता आटा भांगार अन्याय बापा अच्छी माँ अच्छी बुढ़ा बापा बेमार अच्छी गला नासी पार एपट को छुआ पिला स्कूल को जापार संपूर्ण अन्याय। हाँ एटा तो से दिन जो मुख्यमंत्री उपमुख्यमंत्री आसी से कही आम सेपटा पानी जमा होगी सेपटा से देखले जे एटा नेक्स्ट डे खोलिकी पानीटा काढ़ा हम किंतु एठी भांगार कौन आवश्यक ही नाला देखा पानी एठी खालर नईर ही पानी ना पानी जो बाहर कथा से जगह नक अलग जगार सब पानी भांगुंट ना सेटा जान ना किंतु आमर दाबी थिला जे आमर पानी घेर भीतर अच्छी पानी एबे भी अच्छी आमे सेटा काढ़िया को कहते किंतु एटा आमे कही नथिले जे एगुड़ा सब भांग ये कर आमे कही जे पानी के उपटे बाहर सेटा आगे देखंतु काहे ना पानी घेर एबे भी गाँ सारा लोक ना एबे पानी तो बाहर एबे सेपटर पानी अच्छी ना पानीटा आगे पानी जे जगार आसिक पहुँचो नाल पर्यंत पानी जो अच्छी पानी जो अच्छी